ସାମ୍ବାଦିକ ଜଗତରେ ବଡ଼ ଘୋଷଣା। ଦଶହରାରେ ନିଜର ସାମ୍ବାଦିକଙ୍କ ପରିବାରବର୍ଗ ପାଇଁ 20 ଲକ୍ଷ ଟଙ୍କାର ବୀମା ରାଶି କରିଦେବାକୁ ସମ୍ପାଦକ ବିକାଶ ସେଠୀଙ୍କର ନିର୍ଣ୍ଣୟ। ବାରିପଦାରେ ଅନୁଧ୍ୟାନ ଖବରକାଗଜ ଓ ଟିଭିର ସାମ୍ବାଦିକମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଥିବା ଅନୁଧ୍ୟାନ ଖବରକାଗଜର ସାମ୍ବାଦିକମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ। ପାଠକମାନଙ୍କୁ କିଭଳି ନିର୍ଭୁଲ ସତ୍ୟ ଏବଂ ସମାଜର ବିଭିନ୍ନ ସମସ୍ୟା ଓ ସମାଧାନର ବାଟକୁ ଖବର ପରିବେଷଣ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ସାମ୍ବାଦିକମାନଙ୍କ ଉନ୍ନତି ପାଇଁ ହୃଦୟଙ୍ଗମ କରିଥିଲେ ସମ୍ପାଦକ। ସାମ୍ବାଦିକଙ୍କ ସମସ୍ୟା ଶୁଣି ଭାବବିହ୍ୱଳ ହୋଇଥିଲେ ସମ୍ପାଦକ ତଥା ସମାଜସେବୀ ବିକାଶ ଚନ୍ଦ୍ର ସେଠୀ। ସେ ଅନୁଧ୍ୟାନ ଖବରକାଗଜର ସମସ୍ତ ସାମ୍ବାଦିକ ନିଜ ପରିବାରର ସଦସ୍ୟ ବୋଲି ହୃଦୟଙ୍ଗମ କରି ଆଗାମୀ ଦିନରେ ପ୍ରତିଟି ଅନୁଧ୍ୟାନ ସଦସ୍ୟଙ୍କ ପାଇଁ 20 ଲକ୍ଷ ଟଙ୍କାର ବୀମା ରାଶି ଦେବାକୁ ସହମତି ପ୍ରକାଶ କରିଛନ୍ତି। ଓଡ଼ିଶାର ପ୍ରଥମ ସମ୍ପାଦକ ଭାବେ ନିଜର ସାମ୍ବାଦିକମାନଙ୍କୁ ଏଭଳି ଲାଭଦାୟକ ଯୋଜନାରେ ସାମିଲ କରିବାକୁ ଯାଉଥିବାରୁ ପ୍ରତିଟି ସାମ୍ବାଦିକ ତାଙ୍କ ଶୁଭେଚ୍ଛା ଜଣାଇଥିଲେ। ବାରିପଦାରେ ଅନୁଷ୍ଠିତ ସାମ୍ବାଦିକ କର୍ମଶାଳାରେ ଯୋଗ ଦେଇଥିବା ସାମ୍ବାଦିକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସାମ୍ବାଦିକମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଛନ୍ତି। ସେ ଆଜି ଗୋଟେ ଭଲ ଘୋଷଣା କଲେ ଯେ ସ୍ୱାସ୍ଥ୍ୟ ବୀମା ପାଇଁ ସେ 20 ଲକ୍ଷ ଟଙ୍କା ସମସ୍ତଙ୍କୁ ଏଟା ଦିଆଯିବ। ଏ ହିସାବରେ ଯାହା ସବୁ ସାମ୍ବାଦିକମାନେ ଆମର ବହୁତ ଖୁସି ହେଲେ ଯେ ସରକାରଙ୍କ ତରଫରୁ 5 ଲକ୍ଷ ଟଙ୍କା ଦିଆଯାଉଛି ଗୋପବନ୍ଧୁ ବୀମା ବାବଦରେ ସାମ୍ବାଦିକମାନଙ୍କୁ। ଯାହା ହଉ ସାର୍ ତାଙ୍କ ପର୍ସନାଲି 20 ଲକ୍ଷ ଟଙ୍କା ଦେବେ ବୋଲି ସେଟା ସେ ଆଜି ଆମର ସମସ୍ତେ ଘୋଷଣା କଲେ। ସେଥିପାଇଁ ସମସ୍ତ ପରିବାର ତରଫରୁ ଅନୁଧ୍ୟାନ ପରିବାର ମୁଁ ସାର୍ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି ଯେ ସାର୍ ଆମେମାନେ ଆପଣଙ୍କ ସହିତ ଅଛୁ। ଅନୁଧ୍ୟାନ ଖବରକାଗଜ ଏବଂ ଟିଭି କେମିତି ସୁରୁଖୁରୁରେ ସମସ୍ତଙ୍କ ଲୋକଲୋଚନକୁ ଆସିପାରିବ, ସମସ୍ତଙ୍କ ପାଖରେ ଆଦୃତ ହେବ ସେ ବିଷୟ ସମସ୍ତେ ଚେଷ୍ଟା କରିବେ। ଏବଂ ଏହା ବି ସାର୍ଙ୍କୁ ସମସ୍ତେ କହିଲେ ଯେ ଆମେମାନେ ଆପଣଙ୍କ ସହିତ ଅଛୁ। ଖବରକାଗଜ ଏବଂ ଟିଭିର ଉତ୍ତରୋତ୍ତର କାମନା ଆମେ କରୁଛୁ।